ସେମାନେ କହିବା ସ୍ଥିତିରେ ନାହାନ୍ତି। ଗୋଟେ ଝିଅ ସକ୍ ହେଇଛି, ଝିଅ ସକ୍ ହେଇଛି, ତାକୁ ସେମାନେ ଚିନ୍ତା କରୁଛନ୍ତି, ଡିସିସନ ନେଉଛନ୍ତି କ'ଣ କରିବେ। ଏବଂ ସମସ୍ତେ ଯେଉଁମାନେ ଅଛନ୍ତି 2 ଜଣଙ୍କର ଦୁଃଖଦ ମୃତ୍ୟୁ ହେଇଛନ୍ତି, ଏଥିରେ ଆମେ ସମସ୍ତେ ଖୁସି ଏବଂ ଏ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତେ ପ୍ରାୟ ଅଛନ୍ତି, ଜିଲ୍ଲାପାଳ ଏସ୍ପି ସମସ୍ତେ ଦେଖୁଛନ୍ତି। ଆମେ ମଧ୍ୟ ଯାହା ଟ୍ରିଟମେଣ୍ଟର ବ୍ୟବସ୍ଥା ସବୁ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇସାରିଛନ୍ତି, ମୋତେ କହିଛନ୍ତି। ଆଉ ଯାହା ଯାହା ଆବଶ୍ୟକ ହବ ତାକୁ ଇମିଡିଏଟଲି ସବୁ ପଦକ୍ଷେପ ନିଆଯିବ। ଯେଉଁମାନେ ଇଞ୍ଜୋର୍ଡ ହେଇଛନ୍ତି, ଯେଉଁମାନେ ତାଙ୍କ ଟ୍ରିଟମେଣ୍ଟ 2 ଜଣ ପିରିୟଡ଼ରେ ଇଞ୍ଜୋର୍ଡ ହେଇକି ଅଛନ୍ତି, ସେ ଆସୁଛନ୍ତି, ତାଙ୍କ ଅବସ୍ଥା ଟ୍ରିଟମେଣ୍ଟ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଆମେ ଇନଭେଷ୍ଟିଗେସନ ନ କରି କିଛି କହିବାଟା ଉଚିତ ହବ, କାରଣ ଗୋଟେ ଦାୟିତ୍ୱହୀନ ମନ୍ତବ୍ୟ ଦେବା ଠିକ ହବନି। ତାର ଅନୁମତି ଥିଲା ନଥିଲା, କୋଉ ପରିସ୍ଥିତିରେ ହେଲା, ସେମାନେ ଯାହା କହୁଛନ୍ତି ନିଜେ ତାର ଲାଗିଥିଲା, ଜଣେ କହୁଛନ୍ତି। ସବୁ କଥାକୁ ଗୋଟେ ଅନୁଧ୍ୟାନ କରିବା ପାଇଁ ମୁଁ କହିଛି। ଜିଲ୍ଲାପାଳ ପୁରା ଇନଭେଷ୍ଟିଗେସନ କରିବେ ଏବଂ ତା ଦେହରେ ଯିଏ ଦୋଷୀ ଥିବ ତାପରେ କାର୍ଯ୍ୟାନୁଷ୍ଠାନ ଦୁଷ୍କର୍ମର କାର୍ଯ୍ୟାନୁଷ୍ଠାନ ହବ। ଏବଂ ଆଗେ ଫାଷ୍ଟ କଥା ହେଉଛି ଏମାନେ ଟ୍ରିଟମେଣ୍ଟ ଯେଉଁମାନେ ବଞ୍ଚିଛନ୍ତି ତାଙ୍କ ଟ୍ରିଟମେଣ୍ଟ କରାଯିବ ଏବଂ ତାଙ୍କ ଟ୍ରିଟମେଣ୍ଟ କରିକି